ସେ ଖଜା ଭୂତ କପ କହୁଛନ୍ତି ଶୁଣ ପୋଖରୀ ଭିତରେ ମଇଁଷ ଆସି ଆମ ବିଲ ଭିତରେ ଶୋଇଛି ବାଉତି ଠାକୁରାଣୀ କ'ଣ ମତେ ଡରଉଛୁ ନା କ'ଣ ମୁଁ କହିଲି କୁଣ୍ଡାଟା ଦେଖିଲି କୁଣ୍ଡାଟା ଆଉ ଠିକ୍ ନାଇଁ ଯୋଉ ଡାକିକି ନେଇଥିଲେ ଧାନ କାଟି କ'ଣ ହେଲା ଆଉ କେହି କିଛି କଲାନି ଭୂତ ଦା ଧରିଛନ୍ତି ନା ଠାକୁର ଧାନ ଖାଇବା ବାହାରେ ଏତେ ଠାକୁରଙ୍କୁ ବିଶ୍ୱାସ କରୁଥିଲେ ଆସିଲା ପାଣି ସୋଳା କରିକି ଯେ ପିଟି ହେଇଗଲା ଯେମିତି ଆମ ଭାଡ଼ି ମୁଠା ଆମେ ମଙ୍ଗଳପୁର ଯାଉଛି ତ ଏଇଠି ଶୋଇଛ ଯେ ଆଉ ଟିକେ ଇଆଡ଼େ ଯାଉଛନ୍ତି ଠାକୁର ରାତିରେ ଏଇ ରାତିରେ ଶୋଇଛନ୍ତି ଭାଡ଼ି ଧାନ ଯାଉଛନ୍ତି ସେ କହିଲେ ଏଇ ମୋ ବାଟରେ ତମେ ଭାଡ଼ି କରିକି ଶୋଇଛ ତମେ ଅଲଗା କରିକି ଯାଉନ ଶୁଣିବ ସେ ଶୁଣିବ ଭୂତ କପ ଶୁଣୁ କିଛି କୁଆଡେ ରହିଲାନି ଖାଲି ଘୋଡ଼ା ଟପ୍ ଦୁଆର ରାସ୍ତା ଆମ ଘର ତ ଏମିତି ରାସ୍ତା ଏମିତି ଥିଲା ଏବେ ସିନା ପଡେ ହେଇଛି ଏଇ ରାସ୍ତାରେ ଘୋଡ଼ା ଟପ୍ ଟପ୍ ଶୁଭୁଥିବ ଏପଟେ ଆମ ଜିତା ଆଉ ଗୋଟେ ପାନସାରେ ଗୋଟେ ତାଙ୍କ ତା ବାପା କଥା ଠାକୁର ତ ଆଗେ ଆଗେ ଯିବେ ଆସିବେ ସେ ଆସିବେ ମାନେ ଜଙ୍ଗଲରେ ଏକୁଟିଆ ତ ସେ ବାଘ ଜବର ପିଲାମାନଙ୍କୁ ଧରିକି ଆସିଛି ହାରି ମାଣିପୁର ବ୍ୟାଙ୍କ ବ୍ୟାଙ୍କରେ ଟିକେ ପଇସା ଡିପୋଜିଟ୍ କରିବାର ଥିଲା ଆଉ ବାବା ତ ଆସିଥିଲେ ଆମକୁ ଛାଡ଼ିକି ଏଠି ପଳେଇ ଯାଇଛନ୍ତି କୋଚିଂ ଯାଇଛନ୍ତି 8 ବେଳକୁ ଆଣିବା ପାଇଁ ସେ କଲେଜ ଯାଇଛି କୋଚିଂ କ୍ଲାସ୍ ଆସିଲା ମିନିଟ୍କୁ ଚାଲି ଚାଲି ହାଲିଆ ହେଇଗଲେଣି 2 ଜଣ ଯାକ ହଁ ଚାଲ ହଉ ଚାଲ ଯିବ ଚାଲ ଏଠି ଗୋଟେ ଆମ୍ବ ଗଛ ମୂଳେ ରହିଯାଇଛୁ କିନ୍ତୁ ଛାଇରେ ଦେଖ ଚାଲି ଚାଲି ଆସିବା ଆଉ କି ମଜା ଆଉ ଧାଇଁଛନ୍ତି ଆସିବା ପାଇଁ ତା ବାପା ବି ଆସିଥିଲେ ଆମକୁ ଛାଡ଼ି ଦେଇକି ଏଠି ଯାଇଛନ୍ତି ପୁଅକୁ ଆଣିକି ଆଠପଟରୁ ଆଉ ମାଣିପୁରରେ ମୋର ଟିକେ କାମ ସରିଗଲା ପଇସା ଡିପୋଜିଟ୍ କରିବାର ଥିଲା ପଇସା ଡିପୋଜିଟ୍ ସବୁ ହେଇଗଲା ଆଉ 2 ଜଣ ଆମେ ଏବେ 3 ଜଣ ଯାକ ଯାଉଛୁ ଚାଲି ଚାଲି ତା ବାବା ଆସୁଥିବେ ଆମକୁ ନେଇକି ଯିବେ କେଉଁଟା ଏଇଟା ସ୍କୁଲ ନୁହଁ ଇଏ ଆଗରେ ସ୍କୁଲ ଖାଲି ହାତ ଅଛି ମୋ ହାତ ଧରି ପକେଇଲେ ସିଏ କହୁଛି ମୋ ହାତ ଧ ସେ କହୁଛି ମୋ ହାତ ଧ କେମିତି ଖରା ଡ ଖରାରେ ଆସିବାକିରେ ମଜା ଲାଗୁଛି ହେଲା ଆଉ ଦିନେ ଆସିବନି ଓ ରହିଛି ଧନଟା ଝାଉଁଳିଆ ହେଇଗଲାଣି ଲୋ ମୁଣ୍ଡିଆ ମାରି ଧର ଦେଖେ ଶିବ ଠାକୁର ଦେଖନ୍ତୁ ଆମର ଏବେ ବସିକି ସମସ୍ତେ କାଜୁ କଟା ସରିଛି ମୁଁ ଏବେ ଟିକେ ମୋବାଇଲ ଧରିଦେଇଛି ମୁଁ ବି ଏଇଟା ଛଡ଼ଉଥିଲି କାଜୁ କଟା ଚାଲିଛି ମାନେ ବୋଉ ଆମର କାଟୁଛନ୍ତି ଏପଟେ ଆଉ ଏପଟେ ଆମେ ବୋହୂମାନେ ସମସ୍ତେ ବସିକି କାଜୁ ଛଡ଼ଉଛୁ ମଞ୍ଜି
ଆଉ ଆମର କିଛି ଗୋଟେ ଆୟୋଜନ ଚାଲିଛି ତ ଦେଖିବେ ଆପଣମାନେ ପଛରେ ଜାଣିପାରିବେ। ମୋ ପୁଅ ଛୁରୀଟାକୁ ଖାଇ ଦେଉଛି। ଲାଇକ୍ କରି ସମସ୍ତେ ସାନ ପୁଅ ଛୁରୀ ଖାଉଛି ଲାଇକ୍ କରି ଆଉ କ'ଣ ଖାଉଛି ଦେଖିବେ। ବୋଉଙ୍କର ଆମର ଗପ ଚାଲିଛି। ତମେ ଦେଖିବ ଯେତେବେଳେ ଏମିତି କାମଟା ହବ ବୋଉ ଡୁଙ୍ଗିଥିବ। କାଟିକି ଛୁରୀଟା ଗନ୍ଧଉଛି ତ ଏବେ ତ ଆପଣମାନେ ଦେଖିଥିଲେ କାଜୁ କଟା ତ ସରିଗଲାଣି, ବଛା ବି ସରିଗଲାଣି। ଆଉ ଏବେ ଟମାଟୋ ଆସିଛି, ବୋଉ ତାକୁ ବାଛିକି ରଖି ନେଉଛନ୍ତି। ଆଉ ତାପରେ ଇଏ ଯାଇଛନ୍ତି ଅନ୍ୟ ପରିବା ସବୁ ତ ଯାହା କାଲି ଆସିବ, ଆଉ ଆଜି ରାସନ ଆସିବ ଆରି, ତ ଯାଇଛନ୍ତି ଏବେ ରାସନ ଆଣିବା ପାଇଁ। ତ ଆପଣମାନେ ବନି ରୁହନ୍ତୁ ମୋ ଭିଡ଼ିଓରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଜାଣିପାରିବେ କ'ଣ ପାଇଁ ଏତେ ବଡ଼ ଆୟୋଜନ ଚାଲିଛି, ଆଉ କ'ଣ ହେଉଛି ଘରେ କ'ଣ ନାହିଁ। ତ ଆପଣମାନେ ଦେଖନ୍ତୁ ଜାଣିପାରିବେ। ଏଠି ଦେଖନ୍ତୁ ପରିବା ମାନେ ଯାହା କାଲି ପାଇଁ ରହିବ ତ ସେତିକି ପରିବା ଆସିଛି ଆରି, ଆଉ ନଗଦ ପରିବା କାଲି ଆସିବ ଯାହା। ଆଉ ଚାଲନ୍ତୁ ଏବେ ଦେଖିନେବା। ଏବେ ନେଇକି ଆସିବେ କ'ଣ ରାସନ ସବୁ। ତ ଚାଲନ୍ତୁ ଏପଟେ ଦେଖିବା। ଏପଟେ ରାନୀ ଆମର ବସେଇଛି ଆଳୁ ଚକଟା, ଆଳୁ ମାନେ ସିଝେଇକି ତାକୁ ଚକଟା କରୁଛି ଫୁଟେଇକି। ଆଉ ତାପରେ ଏଠି ଚୁଲିରେ କ'ଣ ବସିଛି ଦେଖିବା। ଚୁଲିରେ ଏଠି ଆମର ପିଙ୍କି ବସେଇ ନେଇଛି ଚିଙ୍ଗୁଡ଼ି ତରକାରୀ ଆଉ ଟମାଟୋ ତା ଦେହରେ ପଡ଼ିନି। ଏବେ ଟମାଟୋ ପଡ଼ିଯିବ ଆଉ ଚିଙ୍ଗୁଡ଼ି ତରକାରୀ ହେଇଗଲାଣି। କ'ଣ ଆଇଲା? କ'ଣ ଆରେ ତ ଖାତା ନଉନୁ ପୁଅ। କ'ଣ ଲୁଣ ଚିନି ଲୁଣ ଆରେ କିଏ ନାହାନ୍ତି ଧୋଇଦେଲେ ବି ସେଇ ହଁ ବା ଚାଲ। ଏବେ ତ ଆପଣମାନେ ଦେଖିଲେ ରାସନ ସବୁ ପ୍ରାୟ ଆସିଯାଇଛି, ଆଉ ପରିବା ଆସିଯାଇଛି। ଆଉ କ'ଣ କିଛି ବାକି ଅଛି କାଲି ପାଇଁ ଅଳ୍ପ କିଛି ଜିନିଷ, ଆଉ ସେ ସବୁ ଆସିଯିବ। ଆଉ ଚାଲନ୍ତୁ ଏବେ ଦେଖିନେବା ଆଉ କ'ଣ ଚାଲିଛି ଘରେ। ଆଉ ଆମର ଏବେ ଆସିଯାଇଛି ଲୁଗାପଟା, ସମସ୍ତଙ୍କ ପାଇଁ ଆସିଯାଇଛି, ମାନେ ଆମମାନଙ୍କ ପାଇଁ ବି ମଧ୍ୟ ଆସିଯାଇଛି। ଆଉ ତା ଜେଜେମ ଖଞ୍ଜାରେ ଯେଉଁମାନେ ଅଛନ୍ତି ଜେଜେମା ମାନେ ତାଙ୍କମାନଙ୍କ ପାଇଁ ବି ଆସିଯାଇଛି। ଆଉ ଏଠି ବୋଉ ଆମର ବାଛି ଦେଉଛନ୍ତି ଲୁଗାପଟା, କାହାକୁ କ'ଣ ଦିଆହେବ ସବୁ। ତ ଚାଲନ୍ତୁ ଏବେ ଦେଖିନେବା। ତ ବ୍ଲଗ୍ଟି ଆମର ଏଇଠି ଶେଷ କରୁଛି। ଆପଣଙ୍କୁ କେମିତି ଲାଗିଲା ଲାଇକ୍ କମେଣ୍ଟ ଏବଂ ସେୟାର କରିବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।